କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡ଼ିଓରେ ଡିସ୍କସ୍ କରିବା ପ୍ରାଚୀନ କାଳରେ ଟଙ୍କା ଉଦ୍ଭାବନ ହେବା ପୂର୍ବରୁ ଟଙ୍କା ଉଦ୍ଭାବନ ହେବାର ବହୁ ପୂର୍ବରୁ କାରବାର କିପରି ଭାବରେ ହେଉଥିଲା। ସେତେବେଳେ କ'ଣ ହଉଥିଲା ନା ବିଭିନ୍ନ ପ୍ରକାର ପଦ୍ଧତି ଥିଲା। ପ୍ରଥମଟି ଥିଲା ବାଟର ସିଷ୍ଟମ, ଯୋଉଟାକୁ କୁହାଯାଏ ବସ୍ତୁ ବିନିମୟ ପ୍ରଣାଳୀ। ସବୁଠାରୁ ସାଧାରଣ ପଦ୍ଧତି ଥିଲା ବାଟର ସିଷ୍ଟମ, ଯେଉଁଠାରେ ଲୋକମାନେ ସିଧାସଳଖ ସାମଗ୍ରୀ ବିନିମୟ କରୁଥିଲେ। ଉଦାହରଣ ସ୍ୱରୂପ ଜଣେ ଚାଷୀ ପାତ୍ର ବଦଳରେ କୁମ୍ଭାରକୁ ଚାଉଳ ଦେଇପାରନ୍ତି। ଦ୍ୱିତୀୟତଃ ଥିଲା ଆବଶ୍ୟକତା ଅନୁସାରେ ମୂଲ୍ୟ। ଜିନିଷ ଗୁଡ଼ିକର ମୂଲ୍ୟ ଲୋକମାନଙ୍କୁ କେତେ ଆବଶ୍ୟକ ତାହା ଉପରେ ନିର୍ଭର କରୁଥିଲା। କୌଣସି ସ୍ଥିର ମୂଲ୍ୟ ନଥିଲା। ଉଭୟ ପକ୍ଷ ଯାହା ଉଚିତ ମନେ ହେଉଥିଲା ତାହା ଉପରେ ସହମତ ହେଉଥିଲେ। ତୃତୀୟ ଥିଲା ବସ୍ତୁ ବ୍ୟବହାର। ଲୁଣ, ଶସ୍ୟ, ଗୋରୁ କିମ୍ବା ଧାତୁ ଭଳି କିଛି ଉପଜୀବୀ ଜିନିଷ ବିନିମୟରେ ମାଧ୍ୟମ ଭାବରେ ବ୍ୟବହୃତ କରାଯାଉଥିଲା, କାରଣ ସେଗୁଡ଼ିକ ମୂଲ୍ୟବାନ ଏବଂ ବ୍ୟାପକ ଭାବରେ ଗ୍ରହଣୀୟ ଥିଲା। ଚତୁର୍ଥ, ସମ୍ପ୍ରଦାୟ ବିଶ୍ୱାସ। କାରବାର ପ୍ରାୟତଃ ଛୋଟ ସମ୍ପ୍ରଦାୟ ମଧ୍ୟରେ ବିଶ୍ୱାସ ଉପରେ ଆଧାରିତ ଥିଲା। ଲୋକମାନେ ପରସ୍ପରକୁ ଜାଣିଥିଲେ, ତେଣୁ ବାଣିଜ୍ୟ ସଚ୍ଚୋଟ ଭାବରେ କରାଯାଉଥିଲା। ଋଣ ଏବଂ ପ୍ରତିଶ୍ରୁତି। କେତେକ ସମୟରେ ଲୋକମାନେ ପରେ ଜିନିଷ ଦେବାକୁ ପ୍ରତିଶ୍ରୁତି ଦେଉଥିଲେ। ଋଣର ଏକ ପ୍ରାରମ୍ଭିକ ରୂପ, ବିଶେଷ କରି ଖରାପ ଫସଲ କିମ୍ବା ଅଭାବ ସମୟରେ। ବାଣିଜ୍ୟ ପଥ। ସମାଜ ବୃଦ୍ଧି ପାଇବା ସହିତ ବ୍ୟବସାୟୀମାନେ ମସଲା, ରେଶମ ଏବଂ ସୁନା ଭଳି ଜିନିଷ ବିନିମୟ ପାଇଁ ଦୀର୍ଘ ଦୂରତା ଯାତ୍ରା କରିବାକୁ ଆରମ୍ଭ କରିଥିଲେ। ଧାତୁ ଟଙ୍କାର ଉଦୟ। ଲୋକମାନେ ସୁନା, ରୂପା ଏବଂ ତମ୍ବାରେ ତିଆରି ଧାତୁ ମୁଦ୍ରା କୁ ମାନକ ମୂଲ୍ୟ ଭାବରେ ବ୍ୟବହାର କରିବା ଆରମ୍ଭ କଲେ, ଯାହା ବାଣିଜ୍ୟକୁ ସହଜ ଓ ନ୍ୟାୟପୂର୍ଣ୍ଣ କରିଥିଲା। ତ ଏହି ସବୁ ପଦ୍ଧତି ଗୁଡ଼ିକ ପ୍ରାଚୀନ କାଳରେ ବ୍ୟବହାର କରାଯାଉଥିଲା, ଯେତେବେଳେ ଆମ ପାଖରେ ମୁଦ୍ରା ବା ଟଙ୍କା ଆରମ୍ଭ ବା ଆମେ ବ୍ୟବହାର କରିନଥିଲେ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, କିଛି ଡାଉଟ୍ ଅଛି, କେଉଁ ଜାଗାରେ ମୁଁ କହିଲା ବେଳେ ଛାଡ଼ିଗଲି, ବୁଝିହେଲା ନାହିଁ, ତାହେଲେ କମେଣ୍ଟରେ ଲେଖିଦେବା, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହେବା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥ ରୁହ, ମୋତେ ଅନୁମତି ଦିଅ। ବାଏ।